ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ପୂର୍ବ ଭିଡ଼ିଓରେ ଆମେ ଏନ୍ସିଇଆରଟି ସାଇନ୍ସର ଯେଉଁ ଫାର୍ଷ୍ଟ ଟପିକ୍‌ଟା ଥିଲା ୟୁନିଟ୍ସ ଆଣ୍ଡ ମେଜରମେଣ୍ଟର କିଛି ଆମେ ପଢ଼ିଥିଲୁ। ତା ଭିତରେ ମୋସନ୍‌ର 3ଟା ଲ ତାପରେ ଫୋର୍ସ ଏଇଟା ସବୁ ପଢ଼ିଥିଲୁ। ତେଣୁ ଛାଡ଼ିଥିଲୁ କୋଉଠି ମାସ୍ ଆଉ ୱେଟ୍ ପାଖରେ। ଆଜି ସେଇଠୁ ଷ୍ଟାର୍ଟ କରିବା। ଆଜି ଚ୍ୟାପ୍ଟରଟା ସାରିଦେବା। ଫାର୍ଷ୍ଟ ହାଫ୍ ସରିଥିଲା। ଯଦି ଆପଣ ଭିଡ଼ିଓଟି ଦେଖିନାହାନ୍ତି ମୁଁ ଡେସ୍କ୍ରିପସନରେ ଲିଙ୍କ୍ ଦେଇଦେବି, ସେଠି ଯାଇ ଆପଣ ଦେଖିପାରିବେ ହେଲା। ତେଣୁ ଏବେ ଦେଖିବା କ'ଣ ମାସ୍। ମାସ୍ ଆଉ ୱେଟ୍ ଭିତରେ ଡିଫରେନ୍ସ ହେଉଛି କ'ଣ? ମାସ୍ କାହାକୁ କହିବା ନା ମାସ୍ ଇଜ୍ ଏ ମେଜର୍ସ ଅଫ୍ ଦ ଆମାଉଣ୍ଟ ଅଫ୍ ମ୍ୟାଟର କଣ୍ଟେଣ୍ଟ ଇନ୍ ଏନ୍ ଅବଜେକ୍ଟ। ମାନେ ଅବଜେକ୍ଟ ଭିତରେ ଯେତେ ସବୁ ପ୍ରକାର କ'ଣ ମ୍ୟାଟର ସେ ଧରିକି ରଖେ ସେଟା କ'ଣ କୁହାଯାଏ ମାସ୍ କୁହାଯାଏ। କିନ୍ତୁ ୱେଟ୍ ହେଉଛି କ'ଣ? ୱେଟ୍ ଇଜ୍ ଦ ଫୋର୍ସ ଏକ୍ସର୍ଟେଡ୍ ଅନ୍ ଏନ୍ ଅବଜେକ୍ଟ ଡ୍ୟୁ ଟୁ ଗ୍ରାଭିଟି। ଗ୍ରାଭିଟି ଅନୁସାରେ ଯେଉଁ ମାନେ ଧର ଯୋଉ ଆର୍ଥର ଗ୍ରାଭିଟି ଅଛି ଯେତିକି ଫୋର୍ସ ଟାଣୁଛି ତଳକୁ ସେଇଟା କ'ଣ କୁହାଯାଏ ୱେଟ୍ କୁହାଯାଏ। ତେଣୁ ଯଦି ମାସ୍ ଆଉ ୱେଟ୍ ଭିତରେ ଆପଣ ଡିଫରେନ୍ସ ପଚାରେ, ମାସ୍ ହେଉଛି କ'ଣ ଗୋଟେ ଅବଜେକ୍ଟ ଭିତରେ ଯେତିକି ଆମାଉଣ୍ଟର ମ୍ୟାଟର ଅଛି ତାକୁ କୁହାଯାଏ। ଆଉ ୱେଟ୍ ହେଉଛି କ'ଣ ଯେତେ ଫୋର୍ସ ମାନେ ଗ୍ରାଭିଟି ଅନୁସାରେ ଯେତେ ଫୋର୍ସ ପଡୁଛି ସେ ଯୋଉ ଅବଜେକ୍ଟ ଉପରେ ସେଟା କ'ଣ କୁହାଯାଏ ୱେଟ୍ କୁହାଯାଏ। ତେଣୁ କ୍ୱେଶ୍ଚନ ପଚାରେ ଯେ କୋଉଟା ଚେଞ୍ଜ ହୁଏ, ତେଣୁ ଆମର କ'ଣ ମାସ୍ କେବେ ଚେଞ୍ଜ ହୁଏନି। ତେଣୁ କଥା ହେଉଛି ଗୋଟେ ଅବଜେକ୍ଟ ଭିତରେ ମ୍ୟାଟର କେବେ ବି ଚେଞ୍ଜ ହୁଏନି। ଚେଞ୍ଜ ହୁଏ କ'ଣ ନା ଫୋର୍ସଟା ଚେଞ୍ଜ ହୁଏ ବା ଗ୍ରାଭିଟି ଅନୁସାରେ ସିଏ ଚେଞ୍ଜ ହବ ନା। ତେଣୁ ଯେତିକି ଫୋର୍ସ ଧର ଆପଣ ଗୋଟେ ଜିନିଷ ଆର୍ଥରେ ମାପୁଛନ୍ତି ଆଉ ଗୋଟେ ଯାଇକି ମାର୍ସରେ ମାପୁଛନ୍ତି, ତେଣୁ ସେ ଅନୁସାରେ ଭେରିଏବଲ ହବ ନା। ଗ୍ରାଭିଟି ସେମିତି ଭେରିଏବଲ ହବ ଯେମିତି ମୁନରେ ଭେରିଏବଲ ହବ। ତେଣୁ ସେଥିପାଇଁ କ'ଣ କୁହାଯାଏ ନା ମାସ୍ ଆଉ ୱେଟ୍ ଭିତରେ ଏଇଟା ଡିଫରେନ୍ସ ରହିଲା। ତେଣୁ ମାସ୍ ଆଉ ୱେଟ୍ ଭିତରେ ଆମର କ'ଣ ରିଲେସନ ହେଉଛି କ'ଣ ନା ୱେଟ୍ ଇଜ ଇକ୍ୱାଲ ଟୁ ମାସ୍ ଇଣ୍ଟୁ ଗ୍ରାଭିଟି। ଯେହେତୁ ୱେଟ୍ଟା କାହା ଉପରେ ଡିପେଣ୍ଡ କରୁଛି ନା ଗ୍ରାଭିଟି ଉପରେ। ମାସ୍ ତ ରହିଲା ଯେତିକି ରହିବା କଥା ରହିଥାଏ, କିନ୍ତୁ ଗ୍ରାଭିଟି ଯେତେ ଅଧିକା ହବ ତାହେଲେ ସେ ଅବଜେକ୍ଟର ୱେଟ୍ଟା ସେତେ ଅଧିକା ହବ। ତେଣୁ ଏଇଟା କ୍ୱେଶ୍ଚନ ପଚାରିପାରେ ଆପଣଙ୍କୁ ଯେ ଯଦି ଆମର ୱେଟ୍ଟା ଡାଇରେକ୍ଟଲି କାହା ସହିତ ରିଲେଟେଡ୍, ତେଣୁ ଆମର ଗ୍ରାଭିଟି ଯେତେ ଅଧିକା ହବ ମାସଟା ସେତେ ସରି ୱେଟ୍ଟା ସେତେ ଅଧିକା ହବ। ମାସ୍ ତ ସବୁବେଳେ କନଷ୍ଟାଣ୍ଟ ହେଲା। ତେଣୁ W ଇଜ ଇକ୍ୱାଲ ଟୁ mg ଏଟା ମନେ ରଖିଥିବେ। ତେଣୁ ଆମର ମୁନ୍ କଥା ଯଦି କହିବା ସେମିତି ମୁନ୍ ହେଉଛି କ'ଣ ନା ହେଉଛି 1/6। ମାନେ ଧରାଯାଉ ଗୋଟେ ଅବଜେକ୍ଟର ଓଜନ ହେଉଛି ଆମର ଆର୍ଥରେ ହେଉଛି କେତେ 60, ତେଣୁ ସେଟା ଯଦି ଆପଣ ମୁନରେ ମାପିବେ ବା ଚନ୍ଦ୍ରରେ ମାପିବେ ଏଟା କେତେ ହେବ 60/6 ମାନେ 1/6 ହେଇଯିବ, ମାନେ 10 କେଜି ସେଟା ହବ। ତେଣୁ ସେଥିପାଇଁ ୱେଟ୍ ଭେରିଏବଲ ହବ। କିନ୍ତୁ ଯଦି କହିଥିବ ମାସ୍ ହେଉଛି କେତେ, ଏଠି ହେଉଛି ଧରାଯାଉ ଆମର କେତେ 10 କେଜି, ତେଣୁ ସେଠି ବି ସେଇ 10 କେଜି ହବ। ଏବେ ଦେଖିବା ୟୁନିଟ୍ ଯେତିକି ଆପଣ କହିଲି ଏବେ ଦେଖନ୍ତୁ ୱେଟ୍ର ୟୁନିଟ୍ ହବ କ'ଣ ନ୍ୟୁଟନ। କାରଣ ଆପଣ କ'ଣ କହିଲି ଫୋର୍ସଟା ଯେତିକି ଫୋର୍ସ ପକଉଛି ତେଣୁ ସେ ଅନୁସାରେ କ'ଣ ହବ ନ୍ୟୁଟନ ହବ। କିନ୍ତୁ ମାସର କ'ଣ ହବ କେଜି। ତେଣୁ ଆମେ ଏ ଯୋଉ ଏବେ ଜିନିଷ ଗୁଡାକ ମାପୁଛୁ ତେଣୁ ସେଟା କ'ଣ କୁହାଯିବ, ଯେହେତୁ ଆମେ ଏଇ ଯୋଉ କ'ଣ ତରାଜୁରେ ମାପୁଛେ ସେ ଫୋର୍ସ ବି ସେମିତି ଗ୍ରାଭିଟି ଅନୁସାରେ ଟାଣୁଛି ତଳକୁ, ତେଣୁ ସେଥିପାଇଁ ୟାର ୟୁନିଟ୍ କ'ଣ ହବ ନ୍ୟୁଟନ ହବ। ତେଣୁ ଆମେ ଯୋଉ ଜିନିଷ ମାପୁଛୁ ତେଣୁ କହିବା କଥା କେତେ 10 ନ୍ୟୁଟନର ଆଳୁ ହେଲା। ତେଣୁ ସେଥିପାଇଁ ନ୍ୟୁଟନ କହିବା ଦରକାର, କିନ୍ତୁ ଆମର ସେମିତି ୟୁଜ୍ କରାଯାଇନି ଆଉ। ତେଣୁ ସେଟା ସବୁ ରହିଲା, ସେଟା ଲେଖାଯାଇଛି ୱେଟ୍ ଅଫ୍ ଅବଜେକ୍ଟ ଅନ୍ ମୁନ୍, ଯେଟା ଆପଣ କହିଦେଇଛି 1/6 ହବ ହେଲା। 10 କେଜି ଯଦି 60 କେଜି ଆମର ଆର୍ଥରେ ହବ 10 କେଜି ମୁନରେ ହବ। ତେବେ ଏବେ ଦେଖିବା କ'ଣ ୱାର୍କ ଆଣ୍ଡ ଏନର୍ଜି। ୱାର୍କ ଆଉ ଏନର୍ଜି ଭିତରେ ଦେଖିବା। ଫାର୍ଷ୍ଟ ହେଉଛି ୱାର୍କ କ'ଣ ଦେଖିବା। ୱାର୍କ ଯଦି ଆମେ ଦେଖିବା ଡେ ଟୁ ଡେ ଲାଇଫର କ'ଣ ସବୁ ରହିଛି ନା ୱାର୍କ କାହା କୁହାଯାଏ ନା ହ୍ୱାଇଲ୍ ୱି ପୁsh ଅର୍ ଏ ହ୍ୟୁଜ୍ ରକ୍ ୱିଥ୍ ଦ ଅଲ୍ ଆୱାର ମାଇଟ୍, ମାନେ ଟୋଟାଲ ପାୱାର ଦେଇକି ବଟ୍ ଫେଲ୍ ଟୁ ମୁଭ୍ ଇଟ୍ ଅର୍ ହେଲ୍ଡ ଅର୍ ଲୋଡ୍ ୱିଦାଉଟ୍ ବିଙ୍ଗ ଏବୁଲ ଟୁ ମୁଭ୍। ବେଳେବେଳେ ଆମେ ପଥର ପେଲେ ମାନେ ପକେଇବା ପାଇଁ ଚେଷ୍ଟା କରୁ, ବହୁତ ବଳ ଦେଲା ପରେ ବି ସେ ପଡେନି ହେଲା। ତେଣୁ ଇଟ୍ ଡଜ୍ ନଟ୍ କ୍ୱାଲିଫାଇ ଏଜ୍ ଏ ୱାର୍କ ଅର୍ ଅନ୍ ସାଇନ୍ସ, ମାନେ ସେ କାମଟା ହେଲାନି। ଏଟା ଡେ ଟୁ ଡେ ଲାଇଫ ଦେଖିଲେ ଏବେ ସାଇଣ୍ଟିଫିକ ମାନଙ୍କର ମାନେ ୱାର୍କଟାକୁ କ'ଣ କହୁଛନ୍ତି। ଆମେ ନର୍ମାଲ ଲାଇଫରେ ସେଟା କ'ଣ କହୁଛୁ ନା ସେଟା ଯୋଉ ପଥରଟା ଗଡେଇ ପାରିଲୁନି ସେଟାକୁ ଆମେ କ'ଣ କହିବା ଏଟା କିଛି ୱାର୍କ ହେଲାନି। ତେଣୁ ସାଇଣ୍ଟିଷ୍ଟ ମାନେ କ'ଣ କହୁଛନ୍ତି ପୁସିଂ ଏ ପବଲ ଅର୍ ପୁଲିଂ ଏ ଟ୍ରଲି and lifting a book are all example where the work is done in the scientific sense। ମାନେ ସେଠି ଏସବୁ କାମ କରିବା ଦ୍ୱାରା ସେଟା ୱାର୍କ ହଉଛି ହେଲା। ତେଣୁ ୱାର୍କ କ'ଣ କହିଲେ ୱାର୍କର ଦିଟା କଣ୍ଡିସନ ଅଛି ହେଲା। କଣ୍ଡିସନ ହେଉଛି କ'ଣ, ଫାର୍ଷ୍ଟ କଣ୍ଡିସନ ହେଉଛି ଏ ଫୋର୍ସ ସୁଡ୍ ଆକ୍ଟ ଅନ୍ ଏ ଅବଜେକ୍ଟ। ଯଦି ଗୋଟେ ଅବଜେକ୍ଟ ଉପରେ କିଛି ଫୋର୍ସ ଆପ୍ଲାଏ ହଉଛି, ଯେମିତି କି ଏକ୍ସାମ୍ପଲ ଟିକେ ଆଗରୁ ଦେଲା ଯୋଉ ପୁଲିଂ ଅଫ୍ ଟ୍ରଲି ହେଲା, କିଛି ଫୋର୍ସ ଆପ୍ଲାଏ କରୁଛୁ ଟାଣିବା ପାଇଁ ହଉ କିମ୍ବା ପେଲିବା ପାଇଁ ହଉ ହେଲା। ତେଣୁ ଆମେ କ'ଣ କହୁଛୁ କିଛି ଫୋର୍ସ ଆପ୍ଲାଏ କରୁଛୁ, ଯେମିତି ଦେଖନ୍ତୁ ଏଇ ଦିଟା ବକ୍ସଟା ଅଛି ତାକୁ ଏପଟକୁ ପେଲିବା ପାଇଁ ହଉ ଏପଟକୁ ଟାଣିବା ପାଇଁ ହଉ କିଛି ଫୋର୍ସ ଆପ୍ଲାଏ କରୁଛୁ। ତେଣୁ ଫାର୍ଷ୍ଟ କଣ୍ଡିସନ ହେଉଛି କିଛି ଫୋର୍ସ ଆପ୍ଲାଏ ହେଇଥିବା ଦରକାର। ସେକେଣ୍ଡ କଣ୍ଡିସନ ହେଉଛି ଦ ଅବଜେକ୍ଟ ମଷ୍ଟ ଅଣ୍ଡରଗୋ ଡିସପ୍ଲେସମେଣ୍ଟ, ମାନେ ସେ କିଛି ଡିସପ୍ଲେସମେଣ୍ଟ ମାନେ କିଛି କ'ଣ କରିଥିବ ଡିସପ୍ଲେସ ହେଇଥିବ, ମିନ୍ ପୋଜିସନରୁ କିଛି ଡିସପ୍ଲେସ ହେଇଥିବ ଯଦି ତାହେଲେ କ'ଣ କହିବା ଏଠି ୱାର୍କ ହଉଛି। ତେଣୁ ଦିଟା କଣ୍ଡିସନ ଯଦି ସାଟିସ୍ଫାଇ କରୁଥିବ ତାହେଲେ ଯାଇକି ହବ କ'ଣ
ନା ଆମର ସେଠି ୱାର୍କ ହଉଛି। ଯଦି ଯେକୌଣସି ଗୋଟେ କଣ୍ଡିସନ ଯଦି ହେଲା ନାହିଁ ସେଠି ତାହେଲେ ୱାର୍କ ହବନି। ଯେମିତି ଲେଖିଲା ଇଫ ଆଇଦର କଣ୍ଡିସନ ଇଜ ଅନମେଣ୍ଟ, ଯେକୌଣସି ଗୋଟେ ଯଦି କଣ୍ଡିସନ ଅନମେଣ୍ଟ ହବ ୱାର୍କ ହେଜ ନଟ୍ ବିନ୍ ଡନ୍ ହେଲା। ଯେମିତି ଧର କିଛି ଫୋର୍ସ ଆପ୍ଲାଏ କଲେନି ଆପଣ, ତେଣୁ ସେଠି ଆମର କଣ ୱାର୍କ ଡନ୍ ହବନି। କିମ୍ବା ଗୋଟେ ଅବଜେକ୍ଟ ଯଦି କିଛି ଡିସପ୍ଲେସମେଣ୍ଟ ହେଲାନି ବା ମିନ୍ ପୋଜିସନରୁ ଆଗ ପଛ କିଛି ହେଲାନି, ତାହେଲେ ସେଠି ଆମେ କଣ କହିବା ନା ୱାର୍କ ହେଲାନି ବୋଲି କହିବା। ତେଣୁ ଦିଟା କଣ୍ଡିସନ ମନେ ରଖିଥିବେ, ସେମିତି ସବୁ କହିଲା। ତେଣୁ ଏବେ ଦେଖିବା ୱାର୍କ ଡନ୍ ର ଯୋଉ ୟୁନିଟ ଟା କଣ ହବ। ଆଉ ଗୋଟେ ମନେ ରଖିଥିବେ ୱାର୍କ ହେଜ ଓନଲି ମାଗ୍ନିଟ୍ୟୁଡ नो ଡିରେକ୍ସନ ହେଲା। କଣ ହବ ୱାର୍କ ର କେବେ, ତେଣୁ ଏଟା ଆଗ କ୍ଲାସରେ କହିଥିଲି ସ୍କାଲାର ଆଉ ଭେକ୍ଟର ବିଷୟରେ। ତେଣୁ ୱାର୍କ ଟା କଣ ହବ ସ୍କାଲାର ହବ, ଯେହେତୁ ମ୍ୟାଗ୍ନିଟ୍ୟୁଡ ଅଛି ଡିରେକ୍ସନ ନାହିଁ, ତେଣୁ ସେଟା ସ୍କାଲାର ହବ। ଆଉ ୟୁନିଟ ଦେଖିଏ ଯଦି କଣ ହବ ଆମର ୟୁନିଟ ଅଫ ଦ ୱାର୍କ ଇଜ ନ୍यूटन ମିଟର ଅର ଜୁଲ ହେଲା। ଏହାର ୟୁନିଟ ହଉଛି ଜୁଲ। ତେଣୁ ଜୁଲ ବେଳେ ବେଳେ ପଚାରେ ଜୁଲ ଇଜ ଇକ୍ୱାଲ ଟୁ କଣ 1 ନ୍यूटन ଇନଟୁ 1 ମିଟର ହେଲା। ତେଣୁ ଆମର କଣ ହେଲା ଆପଣଙ୍କୁ ଦିଟା କମ୍ପୋନେଣ୍ଟ ରହିଲେ କହିଥିଲି, କିଛି ଫୋର୍ସ ପଡୁଥିବ ଆଉ କିଛି ଡିସପ୍ଲେସମେଣ୍ଟ, ସେଇ ଅନୁସାରେ ହେଲା 1 ନ୍यूटन ହଉଛି ଫୋର୍ସ ପାଇଁ ଆଉ 1 ମିଟର ହଉଛି କାହା ପାଇଁ ଡିସପ୍ଲେସମେଣ୍ଟ ପାଇଁ ହେଲା। ଏତିକି ରହିଲା। ଆଉ ପଜିଟିଭ ହେଇପାରେ ନେଗେଟିଭ ହେଇପାରେ, ଟିକେ ଏଇଠି ଆକୁ ଅଛି ପଜିଟିଭ direction of the force or work done ମାନେ direction ଅନୁସାରେ ଆମେ ଦେଖିବା। ଏବେ ଫାର୍ଷ୍ଟ ହଉଛି କଣ force and displacement in the same direction। ଯଦି ଦେଖନ୍ତୁ ପିଲାଟା କଣ କରୁଛି କାରଟାକୁ ଟାଣୁଛି, ସେ ଟାଣୁଛି ଯେପଟକୁ କାରଟା ସେଇପଟକୁ ଆସୁଛି, ତେଣୁ ଏଟା କଣ କୁହାଯିବ ପଜିଟିଭ କୁହାଯିବ। ଯଦି ସେ ଟାଣୁଥିବ ଗୋଟେ ଆଡିକି ସେଟା ଯାଉଥିବ ଗୋଟେ ଅଲଗା ଆଡିକି, ତେଣୁ ସେଠି କୁହାଯିବ ନେଗେଟିଭ। କିନ୍ତୁ ଏଠି ଦେଖନ୍ତୁ ସର୍ଟ ଆପଣ ବୁଝେଇଦେଲି, ଯଦି ସେ ଫୋର୍ସ ପକଉଥିବ ଯିଆଡିକି ସେ ଅବଜେକ୍ଟ ଟା ଯାଉଥିବ ସିଆଡିକି, ତେଣୁ ସେଇଟା କଣ କୁହାଯିବ ନା ପଜିଟିଭ ବୋଲି କୁହାଯିବ ହେଲା। ଅପୋଜିଟ ଡିରେକ୍ସନ ଯଦି ହେଲା ସେଟା କଣ କୁହାଯିବ ନେଗେଟିଭ କୁହାଯିବ। The if an object stops after displacement as the work done by the force F is negative ହେଲା। ଯଦି ସେ କଣ କରୁଥିବ ଯେପଟକୁ ଫୋର୍ସ ପକଉଥିବ ସେପଟକୁ ନ ଯାଇକି ଉଲ୍ଟା ପଟକୁ ଯାଉଥିବ ଅଲଗା ଡିରେକ୍ସନ, ସେଟା କଣ ହେଇଯିବ ନେଗେଟିଭ। ଯେମିତି କି F ଇንଟୁ ମାଇନସ ଏ, ଯେହେତୁ କଣ ଯେ ଡିରେକ୍ସନ ରେ ଡିସପ୍ଲେସମେଣ୍ଟ ହବା କଥା ସେଇ ଡିରେକ୍ସନ ଡିସପ୍ଲେସମେଣ୍ଟ ହେଲାନି ନେଗେଟିଭ ହେଲା, ତେଣୁ ସେଥିପାଇଁ ମାଇନସ ଏସ ହେଲା। ତେଣୁ ଫର୍ମୁଲା କଣ ହେଇଯିବ ମାଇନସ ଏଫ ଇንଟୁ ଏସ୍। ତାପରେ ଆସିବ ଏନର୍ଜି। ଏନର୍ଜି ବିଷୟରେ କଣ କହିଲା, ଏନର୍ଜି ଇଜ ଦ ଫଣ୍ଡାମେଣ୍ଟାଲ ଟୁ ଲାଇଫ ୱିଥ ଦ ସନ୍ ବିଙ୍ଗ ଅଲ୍ଟିମେଟ ଦ ସୋର୍ସ। ସନ୍ କୁ କଣ ଏନର୍ଜି ର ଅଲ୍ଟିମେଟ ସୋର୍ସ ବୋଲି କୁହାଯାଏ। ଅଦର ଏନର୍ଜି ସୋର୍ସେସ ଇନକ୍ଲୁଡ ଦ ଏଟମିକ ନ୍ୟୁକ୍ଲିଆଇ ଏଣ୍ଡ ଆର୍ଥ ଇଣ୍ଟେରିୟର ଇନ ଟାଇଟ୍ସ। ଏ ସବୁ ଅଲଗା ଏନର୍ଜି ଗୁଡାକ ରହିଲା। ତାପରେ ଦେଖିବା ଅବଜେକ୍ଟ ୱିଥ ଏନର୍ଜି କ୍ୟାନ୍ ଏକ୍ସର୍ଟ ଏ ଫୋର୍ସ ଅନ୍ ଏ ଆଇଦର ଅବଜେକ୍ଟ ଟ୍ରାନ୍ସଫରିଂ ଏନର୍ଜି, ମାନେ ସବୁବେଳେ ଗୋଟେ ଏନର୍ଜି ରୁ ଆଉ ଗୋଟେ ଏନର୍ଜି କୁ ଟ୍ରାନ୍ସଫର ହୁଏ। ଯେମିତି କି ଆମର ଦେଖିବା ଆମର ଯୋଉ ତାପଜ କେନ୍ଦ୍ରରେ ସେଟା ହଉଛି କୋଇଲାରୁ ଆମର ତିଆରି ହଉଛି କଣ ଇଲେକ୍ଟ୍ରିକ ଏନର୍ଜି। ତେଣୁ ସବୁବେଳେ ଏନର୍ଜି ଟା କଣ ଗୋଟେ ଫର୍ମ ରୁ ଆଉ ଗୋଟେ ଫର୍ମ କୁ ଟ୍ରାନ୍ସଫର ହୁଏ। ଯେମିତି କି ଫ୍ୟାନ କଥା କହିବା ଇଲେକ୍ଟ୍ରିକାଲ ଏନର୍ଜି ମେକାନିକାଲ ଏନର୍ଜି ଯେହେତୁ ଘୁରୁଛି ସେଟା ମେକାନିକାଲ ଏନର୍ଜି ହଉଛି, ସେଇ ଅନୁସାରେ କଣ ଏନର୍ଜି ଗୋଟେ ଫର୍ମ ରୁ ଆଉ ଗୋଟେ ଫର୍ମ କୁ ଟ୍ରାନ୍ସଫର ହୁଏ। ଏନର୍ଜି ଇଜ ମେଜର୍ଡ ଇନ ଦ ଟର୍ମସ୍ ଅଫ कैपेसिटी ଟୁ ଡୁ ୱାର୍କ। କେତେ कैपेसिटी ରେ ସେ କାମ କରୁଛି ସେଇ ଅନୁସାରେ କଣ ଏନର୍ଜି କୁ ମପାଯାଏ। ଆଉ ୟୁନିଟ ହଉଛି ୟାର କଣ ଜୁଲ। ୱାର୍କ ଡନ୍ ର ଆମର यूनिट जहाँ हबो एनर्जी रो भी सेही यूनिट हबो जूल हैला। 1 किलो जूल इक्वल टू 1000 जूल। जानिछथि समस्त किलो जूल माने कोन 1000 हबो हैला। तापर विभिन्न प्रकार फॉर्म ऑफ एनर्जी। एनर्जी तो सुनिले एबे होची विभिन्न प्रकार फॉर्म सब रहिछि। फास्ट होची कोन काइनेटिक एनर्जी। काइनेटिक माने होची कोन काइनेटिक अर्थ होची कोन मोमेंट थिबा मोशन रे थिबा जे माने थिबा बेले ऑब्जेक्ट जेति माने जो एनर्जी रहिता ता भीतर ताको कोन कहंती काइनेटिक एनर्जी हैला। काइनेटिक एनर्जी पैटर्न्स टू ऑब्जेक्ट इन मोशन हैला। मोशन जेते पर्यंत ऑब्जेक्ट रहिछि ता भीतर कोन थिबो काइनेटिक एनर्जी रहिथिबो। एग्जांपल होची इंक्लूडिंग ए मूविंग बुलेट, फ्लोइंग वाटर, रनिंग एथलेट। सेडा सब कोन से माने मोशन थिला बेले सेठी काइनेटिक एनर्जी थिबो। जेतेले से रेस्ट रहि जिवे सेठी काइनेटिक एनर्जी कोन जीरो होई जिवो हैला। सेटा कहला द काइनेटिक एनर्जी ऑफ एन ऑब्जेक्ट इंक्रीज विथ इट्स स्पीड। स्पीड अनुसार ता काइनेटिक एनर्जी बढ़िबो। तेनु यार फार्मूला कोन हैला एठी काइनेटिक एनर्जी इक्विवेलेंट टू वर्क डन ऑन इट अचीव इन करंट वेलोसिटी। वेलोसिटी अनुसार चेंज होबो। तेनु यार फार्मूला कोन E k is equal to half mv square हैला। काइनेटिक एनर्जी कैन बी रिप्रेजेंट बाय द इक्वेशन E k बा एरा कोन काइनेटिक एनर्जी बोली कुआ जाय इज इक्वल टू हाफ mv स्क्वायर वेयर E k इज द काइनेटिक एनर्जी, m होजी कोन मास और v होजी वेलोसिटी। मन रखिबे काइनेटिक एनर्जी फार्मूला कोन ना हाफ mv स्क्वायर। नेक्स्ट आसला कोन पोटेंशियल एनर्जी। जेहेतु आपण कोन कहली गोटे ऑब्जेक्ट दि मोशन ले थिबो ता भीतर कोन थिबो काइनेटिक एनर्जी। जेतेबेले से कोन ला मोशन रे सरी गला से रेस्ट आसीगला सेठी ता भीतर आसीबो कोन पोटेंशियल एनर्जी हैला। माने काइनेटिक एनर्जी सरी गला सेठी पोटेंशियल एनर्जी कोन आरंभ होला हैला। तेनु एनर्जी स्टोर्ड इन एन ऑब्जेक्ट ड्यू टू वर्क डन ऑन इट विदाउट कॉजिंग ए चेंज इन इट्स वेलोसिटी। वेलोसिटी चेंज होबनी इन टर्म एज पोटेंशियल एनर्जी हैला। जेतेले तार भीतर कोनोसी वेलोसिटी चेंज होबनी सेठी बा रेस्ट रहि जो सेतेले कोन कहजो पोटेंशियल एनर्जी। गोटे साधारण एग्जांपल कहूची आपण एटी एग्जांपल देई देखो गोटे एरो धरा जो एरो आपण को ऊपर को मारले तेनु जेतेले प्रथमे मारिबे सेतेले एरो भीतर किछि काइनेटिक एनर्जी आपण देले तेणु से प्रथम किसी ऊपर को जीवो। ऊपर गला परे काइनेटिक एनर्जी एमती गोटे पॉइंट आसीबो तार काइनेटिक एनर्जी कोन जीरो हो जिवो बा ई के केते हो जिवो जीरो हो जिवो। सेठी तले ई के जीरो होला सेठी कोन से
କିଛି ମୋମେଣ୍ଟ ପାଇଁ ରେଷ୍ଟ ରହିଯିବ। ତେଣୁ ରେଷ୍ଟ ରହିଲା ପରେ ଯେହେତୁ ତା ଭିତରେ କାଇନେଟିକ୍ ଏନର୍ଜି ସରିଯାଇଛି ସେଠି ଆରମ୍ଭ ହବ କଣ ପୋଟେନସିଆଲ ଏନର୍ଜି। ସେ ବହୁତ ହାଇଟ୍ ରେ ଅଛି, ହାଇଟ୍ ମାନେ କଣ ଜି କାମ କରିବ ବା ଗ୍ରାଭିଟେସନାଲ ଏନର୍ଜି। ସେଠି ଜି କଣ ଆମର ପୋଟେନସିଆଲ ଏନର୍ଜି ର ଫର୍ମୁଲା ହଉଛି କଣ ଆମର ଇ ପି ଇଜ ଇକ୍ୱାଲ ଟୁ ଯେହେତୁ ଇ କି ହଉଛି କଣ କାଇନେଟିକ୍ ଏନର୍ଜି, ଇ ପି ଇଜ ଇକ୍ୱାଲ ଟୁ ଏମ ଜି ଏଚ୍ ହାଇଟ୍ ଅନୁସାରେ ଆଉ ଗ୍ରାଭିଟି ପଡିବ ଆଉ ମାସ୍ ଏଇ ଉପରେ ସେ କଣ କରେ ଡିପେଣ୍ଡ କରେ। ହାଇଟ୍ ଅଛି ଆଉ ଗ୍ରାଭିଟି ଅଛି ପାଇଁ ସେଠି କଣ ହେଇଯିବ ଏମଜିଏଚ୍ ଟା ମ୍ୟାକ୍ସିମମ୍ ହେଇଯିବ। ତେଣୁ କାଇନେଟିକ୍ ଏନର୍ଜି 0 ହେଇଯିବ ଆଉ ପୋଟେନସିଆଲ ଏନର୍ଜି ମ୍ୟାକ୍ସିମମ୍। ତାପରେ ସେ ତଳକୁ ଖସିବ। ତେଣୁ ତଳକୁ ଖସିଲା ପରେ ସେ କଣ ସେମିତି ଆମର ପୋଟେନସିଆଲ ଏନର୍ଜି ଟା ଆସ୍ତେ ଆସ୍ତେ କମି କମି ଆସିକି ଆମର ଆର୍ଥ ରେ ପଡିଯିବ। ତେଣୁ ବୁଝିପାରିଲେ କାଇନେଟିକ୍ ଏନର୍ଜି ଆଉ ଆମର ପୋଟେନସିଆଲ ଏନର୍ଜି। ସେମିତି ପଚାରି ପାରେ ବେଳେ ବେଳେ ଯେ ଆମର ଗୋଟେ ଧର କିଛି ବଲ୍ କୁ ଫିଙ୍ଗିଲେ କୋଉ ଟାଇମ ର ସିଏ ତାର କାଇନେଟିକ୍ ଏନର୍ଜି ଆମର 0 ହେଇଯିବ ଆଉ ଆମର କଣ ପୋଟେନସିଆଲ ଏନର୍ଜି ସେଇ ଟାଇମ ରେ କେତେ ରହିବ। ତେଣୁ ଯେହେତୁ କାଇନେଟିକ୍ ଏନର୍ଜି 0 ହେଲା ପୋଟେନସିଆଲ ଏନର୍ଜି ସେଠି ମ୍ୟାକ୍ସିମମ୍ ହେଇଯିବ ହେଲା ବୁଝିପାରିଲେ। ତାପରେ ପୋଟେନସିଆଲ ଏନର୍ଜି ଅଫ ଏନ୍ ଅବଜେକ୍ଟ ଏଟ ହାଇଟ୍ ରେ ସେଇ ଅନୁସାରେ ଦେଇଛି ଆପଣ ଯେଟା କହିଲି W ଇଜ ଇକ୍ୱାଲ ଟୁ କଣ ହେଇଯିବ mgh ହେଇଯିବ ଆଉ ପୋଟେନସିଆଲ ଏନର୍ଜି ର ଏଟା ଫର୍ମୁଲା ରହିଲା। ତାପରେ ଲ ଅଫ କନଜରଭେସନ ଅଫ ଏନର୍ଜି ଦିଟା ଏନର୍ଜି ବିଷୟରେ ପଢିଲେ ହେଲା। ତେଣୁ ଏବେ ଦେଖିବେ କଣ ଲ ଅଫ କନଜରଭେସନ ଅଫ ଏନର୍ଜି। ଏନର୍ଜି ର କନଜରଭେସନ ଲ ହଉଛି କଣ ଏନର୍ଜି କ୍ୟାନ ଚେଞ୍ଜ ଫ୍ରମ ୱାନ ଫର୍ମ ଟୁ another at regardless of how energy transform the total energy of an system remains constant ହେଲା। ଏନର୍ଜି କନଜରଭେସନ ଲ ହଉଛି କଣ ଏନର୍ଜି ସବୁବେଳେ କଣ ଗୋଟେ ଯେଟିକି ଆପଣ ଟିକେ ଆଗରୁ କହିଲେ ଏନର୍ଜି ଗୋଟେ ଫର୍ମରୁ ଆଉ ଗୋଟେ ଫର୍ମକୁ ଟ୍ରାନ୍ସଫର ହୁଏ। ଯେମିତି ଫ୍ୟାନ କଥା ଏକ୍ସାମ୍ପଲ ଦେଲି ସବୁ ଜିନିଷ ଗୋଟେ ଫର୍ମରୁ ଆଉ ଗୋଟେ ଫର୍ମକୁ ସେ ଟ୍ରାନ୍ସଫର ହୁଏ। ଯେମିତି ଫ୍ୟାନ କଥା କହିଲି ଇଲେକ୍ଟ୍ରିକ ଏନର୍ଜିରୁ ମେକାନିକାଲ ଉଲ୍ଟା ହଉଛି ଆମର କଣ ଯୋଉ ଜେନେରେଟର ବା ଡିଜି କ୍ଷେତ୍ରରେ ହେଲା ସେ ମେକାନିକାଲ ଏନର୍ଜିରୁ କଣ କରୁଛି ଇଲେକ୍ଟ୍ରିକାଲ ଏନର୍ଜିକୁ ଟ୍ରାନ୍ସଫର ହଉଛି। ସବୁବେଳେ ଗୋଟେ ଫର୍ମରୁ ଆଉ ଗୋଟେ ଫର୍ମକୁ ଟ୍ରାନ୍ସଫର ହୁଏ। ସେଟା ଆଉ ଟୋଟାଲ ଏନର୍ଜି ସବୁବେଳେ କନଷ୍ଟାଣ୍ଟ ରୁହେ ହେଲା। ସେଟା କେବେ ଚେଞ୍ଜ ହୁଏନି। ଏଇଟା ହଉଛି କଣ ଲ ଅଫ କନଜରଭେସନ ଅଫ ଏନର୍ଜି ହେଲା। ଦିସ୍ ଲ କନଜରଭେସନ ଅଫ ଏନର୍ଜି according to this law energy cannot be created or destroyed but only changed from one form to another form ହେଲା। ସେ କେବେ ବି କ୍ରିଏଟ ହୁଏନି ମାନେ ନୂଆ ଏନର୍ଜି କେବେ କ୍ରିଏଟ ହୁଏନି କି ଆମର ଡେଷ୍ଟ୍ରୟ ହୁଏନି। ସେ କଣ କରେ ଗୋଟେ ଫର୍ମରୁ ଆଉ ଗୋଟେ ଫର୍ମକୁ ସବୁବେଳେ ଟ୍ରାନ୍ସଫର ହୁଏ ହେଲା। ସେଟା ଲେଖିଲା this law holds that true across all situation and all types of energy transfer। ସେଇ କଥାରେ କହିଲା ଯେଟା କି ଆପଣ କଣ କହିଲି ସବୁବେଳେ କଣ ଏନର୍ଜି କନଷ୍ଟାଣ୍ଟ ଯେଟା କି ଯଦି ଆମେ ଲେଖିବା ଇକ୍ୱେସନ ଆକାର mgh ହଉଛି ଆମର ପୋଟେନସିଆଲ ଏନର୍ଜି ଆଉ ହାଫ mv ସ୍କୋୟାର ହେଇଯିବ କାଇନେଟିକ୍ ଏନର୍ଜି। ତେଣୁ ସବୁବେଳେ ଦିଟା ମିଶି କଣ ହେଇଯିବ କନଷ୍ଟାଣ୍ଟ ହେଇଯିବ। ତାପରେ ଆସିଲା ରେଟ୍ ଅଫ ଡୁଇଂ ୱାର୍କ ହେଲା। ୱାର୍କ କରିବାର କେତେ ରେଟ୍ ଅନୁସାରେ କାମ କରୁଛି ସେଟା ବି ପଢିବା। ୱାର୍କ ରେଟ୍ ଭେରିଜ୍ ଏମଙ୍ଗ ଦ ଇଣ୍ଡିଭିଜୁଆଲ ଅର ମେସିନ୍ସ ସମୟ ମାନେ ମେସିନ ବା ମଣିଷ ଭିତରେ ଡିପେଣ୍ଡ ହୁଏ। ଡିଫରେଣ୍ଟ ଏଜେଣ୍ଟସ ଟ୍ରାନ୍ସଫର ଏନର୍ଜି ଏଣ୍ଡ ପରଫର୍ମ ୱାର୍କ at a different rates. The efficiency or capacity of machine like motorbike and car is often described in terms of their power. Essential indicates the rate of which these machines can perform work ହେଲା। ଯାହାର ଯେତେ ଏନର୍ଜି ଥିବ ସେ ସେଇ ଅନୁସାରେ କଣ ୱାର୍କ କରିବ। ତେଣୁ ଏବେ ସେଇଟା କଣ କୁହାଯାଏ ନା ରେଟ୍ ଅଫ ଡୁଇଂ ୱାର୍କ। ଯାହାର ଯେତେ ଏନର୍ଜି ସେ ଅନୁସାରେ ସେ କାମ କରିବ। ସେ ରେଟ୍ ଅଫ ଡୁଇଂ କେତେ ରେଟ୍ ରେ ସେମାନେ କାମ କରୁଛନ୍ତି ସେଟା କଣ କୁହାଯାଏ ପାୱାର କୁହାଯାଏ। ତେଣୁ ଯଦି ପଚାରେ ରେଟ୍ ଅଫ ଡୁଇଂ ୱାର୍କ କଣ କୁହାଯାଏ ନା ପାୱାର ପଚାରିଥିବ ତାହେଲେ କଣ ହବ ପାୱାର। ତେଣୁ ପାୱାର ଡେଫିନେସନ କଣ ପାୱାର ଇଜ ଏ ମେଜର୍ସ ଅଫ ହାଉ ରାପିଡଲି ୱାର୍କ ଇଜ ଡନ୍ ଅର ଏନର୍ଜି ଇଜ ଟ୍ରାନ୍ସଫର। କୋଉ ରେଟ୍ ରେ ଆମର କାମ ହଉଛି କିମ୍ବା କୋଉ ରେଟ୍ ରେ ଏନର୍ଜି ଟା ଟ୍ରାନ୍ସଫର ହଉଛି ସେଣୁ କଣ କୁହାଯାଏ ତାକୁ ନା ପାୱାର ବୋଲି କୁହାଯାଏ। ଇଟ୍ କ୍ୟାନ୍ ବି ମ୍ୟାଥମେଟିକାଲି ରିପ୍ରେଜେଣ୍ଟ ପାୱାର ଇଜ ଇକ୍ୱାଲ ଟୁ କଣ ୱାର୍କ ପର ଟାଇମ ହେଲା। ପି ଇଜ ଇକ୍ୱାଲ ଟୁ କଣ ୱାର୍କ ପର ଟାଇମ। ଯେହେତୁ ମାନେ ଗୋଟେ ୟୁନିଟ ଟାଇମ ରେ କେତେ ୱାର୍କ କରୁଛି ବା ଏନର୍ଜି ଟ୍ରାନ୍ସଫର ହଉଛି ବା କେତିକି ରେଟ୍ ର କାମ କରୁଛି ସେଟା କଣ କୁହାଯାଏ ପାୱାର କୁହାଯାଏ। ତେଣୁ ଆମର ପାୱାର ଇଜ ଇକ୍ୱାଲ ଟୁ କଣ ହେଇଯିବ W ବାଇ ଟି ହେଲା। ଏଟା ଲେଖିଲେ ପାୱାର ଇଜ ଇକ୍ୱାଲ ଟୁ W ବାଇ ଟି। ଟାଇମ ହେଲା ଟି ଆଉ W ହେଲା ୱାର୍କ। ଏବେ ୟୁନିଟ ଦେଖିବା କଣ SI ୟୁନିଟ ପାୱାର କଣ ହେଇଯିବ ୱାର୍କ ରହୁଛି କଣ ୱାଟ ଡିଭାଇଡ ବାଇ ଆମର ଟାଇମ ହେଇଯିବ କେତେ ଆୱାର ହେଲା। ତେଣୁ ନେମ୍ଡ ଦ ଅନର ଅଫ ଜେମ୍ସ ୱାଟ। ୱାଟ ସେ ଯୋଉ ଆମର ପାୱାର ଟା ଦେଇଥିଲେ କିଏ ଆମର ସାଇଣ୍ଟିଷ୍ଟ ନା କଣ ଜେମ୍ସ ୱାଟ। ସେ ଅନୁସାରେ ଆମର ପାୱାର ୟୁନିଟ କଣ ୱାଟ। ତେଣୁ ୱାଟ ଇଜ ଇକ୍ୱାଲ ଟୁ ଯଦି ପଚାରେ କଣ ହେବ ୱାର୍କ ଡନ ର ଆମର ସରି ୱାଟ ହେଇଗଲା ପାୱାର ଇଜ ଇକ୍ୱାଲ ଟୁ କଣ ହେଇଯିବ ଆମର ଫର୍ମୁଲା କଣ ଥିଲା ୱାର୍କ ଡନ ହଉଛି ଜୁଲ ଡିଭାଇଡ ବାଇ ଟାଇମ। ତେଣୁ ଜୁଲ ଡିଭାଇଡ ବାଇ ଟାଇମ କୁ ଆମେ କଣ କହିପାରିବା ନା ୱାଟ ବୋଲି କହିପାରିବା। ୱାଟ ଟା ସେ ସାଇଣ୍ଟିଷ୍ଟ ଅନୁସାରେ ପାୱାର ୟୁନିଟ ଟା ୱାଟ ବୋଲି କୁହାଯାଏ। ଜୁଲ ଡିଭାଇଡ ବାଇ ସେକେଣ୍ଡ ବା ସେକେଣ୍ଡ ଉପରକୁ ଗଲେ ସେକେଣ୍ଡ ଟୁ ଦି ପାୱାର -1 ହେଲା। ଏଟା ସରିଲା ସେଟା ଲେଖାଯାଇଛି 1 ୱାଟ ଇଜ ଇକ୍ୱାଲ ଟୁ ଜୁଲ ଡିଭାଇଡ ବାଇ ସେକେଣ୍ଡ ଅର ଆମର 1 ଜୁଲ ସେକେଣ୍ଡ ଇନଭର୍ସ ହେଲା।
फॉर लार्ज एनर्जी ट्रांसफर रेट्स जदि एटा तो स्मॉल एनर्जी कथा कहले जदि बहुत अधिक हेजिवो ताको कोन किलोवाट रे पाछि किलोवाट समान केते 1000 वाट 1 किलोवाट इज इक्वल टू एति केला आउ 1 किलोवाट जदि हेबा 1000 वाट हेजिवो सेटा सब लिखला सेटा ट्रांसफर कर परबे हला तापर आसला फोर्स एंड प्रेशर फोर्स और प्रेशर भितर देखिए फोर्स दी प्रकार गोटे होची पुश और गोटे पुल हला सेटा टिका गुरु परीक्षा आसले सेटा सेते इंपोर्टेंट नाही हला आउ आउ कोन अछि এটা ସବୁ ରହିଛି ସେଗୁଡାକ ଏକ୍ସପେରିମେଣ୍ଟ ଗୁଡାକ ରହିଛି ହେଲା ଫୋର୍ସ କ୍ୟାନ୍ ଚେଞ୍ଜ ଦ ଷ୍ଟେଟ୍ ଅଫ ଏ ମୋସନ ଯେମିତି କି ଧର ଷ୍ଟେଟ୍ ମାନେ ଧର ସେ କଣ ଥିବ ଏକ୍ସପେରିମେଣ୍ଟ ୱିଥ ଏ ବଲ୍ ଯଦି କରିବା when a gently push the stationary rubber ball on a level of surface it begins to move କରିବା ପାଇଁ ଚେଷ୍ଟା କରେ ଆଉ pushing a moving ball either increase and decrease speed ହେଲା ସେଟା ସବୁ ଲେଖିଛି ଫୁଟବଲ ଆନାଲୋଗି ଫୁଟବଲ ଯେମିତି ଆଉ ଏ ସବୁ ରହିଲା ହେଲା ଗେମ୍ ଗୁଡାକ ସବୁ ଦେଇଛି ସେତେ ଇମ୍ପୋର୍ଟାଣ୍ଟ ନାହିଁ ଗୁଡା କିଛି ହେଲା ସେପ୍ ବି ଚେଞ୍ଜ କରିବ ଫୋର୍ସ ହେଲା ତାପରେ ଆସିଲା ନେକ୍ସଟ ଆସିଲା କଣ ଆମର କଣ୍ଟାକ୍ଟ ଫୋର୍ସ ହେଲା ଏବେ ଦେଖିए फोर्स ର ବିଭିନ୍ନ ଗୁଡାକ ଫର୍ମ ଗୁଡାକ ଯେମିତି ଫାଷ୍ଟ ହଉଛି କଣ କଣ୍ଟାକ୍ଟ ଫୋର୍ସ କଣ୍ଟାକ୍ଟ ୱାର୍ଡ ରୁ ବୁଝିପାରୁଥିବେ ଯେ ମାନେ ଲାଗିକି ଥିବ ହେଲା ତାର ଫାଷ୍ଟ एग्जांपल ହଉଛି କଣ ମସ୍କୁଲାର ଫୋର୍ସ ହଉଛି କଣ ଯେ କି ମାଂସପେଶୀ ଯେ ଫୋର୍ସ ରେ ଲାଗିଥାଏ ସେଟାକୁ ମସ୍କୁଲାର ଫୋର୍ସ କୁହାଯାଏ ଯେମିତି କି ଏନିମଲ ଲାଇକ ବୁଲ ହକ୍ସ ହର୍ସ camel also muscular force for task ହେଲା କାମ କରିବା ପାଇଁ ଯେମିତି ବଳଦ କାମ କରୁଛି ସେ କଣ ୟୁଜ କରୁଛି मस्कुलर ମାନେ ତା ମାଂସପେଶୀ ବ୍ୟବହାର କରି ସେ କଣ ଶଗଡ଼ ଗାଡି ଟାଣୁଛି ତେଣୁ ସେ କିଛି ଫୋର୍ସ ପକଉଛି ତ ସେଟା କଣ କୁହାଯାଏ ମସ୍କୁଲାର ଫୋର୍ସ ଆଉ ସେଥିପାଇଁ କଣ୍ଟାକ୍ଟ ଫୋର୍ସ ଏକ୍ସାମ୍ପଲ ପଚାରି ପାରେ ଯେ ଆମର ମସ୍କୁଲାର ସରି କଣ୍ଟାକ୍ଟ ଫୋର୍ସ ର କୋଉଟା ଏକ୍ସାମ୍ପଲ ମସ୍କୁଲାର ଫୋର୍ସ କଣ ଲାଗିକି ରହୁଛି ଯେମିତି ଶଗଡ଼ଟା କଣ ବଳଦ ଦେହରେ ଲାଗିକି ରହୁଛି ନା ତେଣୁ ସେଇ ଅନୁସାରେ ଆପଣ ବୁଝିପାରିବେ ଏଟା ଗୋଟେ କଣ୍ଟାକ୍ଟ ଫୋର୍ସ ଫ୍ରିକ୍ସନ ବି ସେଇ ଭଳିଆ ଫ୍ରିକ୍ସନ ଟା ଦି ପ୍ରକାର ଗୋଟେ ରୋଲିଂ ବଲ୍ ହେଇପାରେ ହେଲା ମାନେ ଏକ୍ସାମ୍ପଲ ଯଦି କହିବା ବଲ୍ ଗୋଟେ ରୋଲିଂ କରାଯିବ କିନ୍ତୁ ବାଇସାଇକେଲ ଗୋଟେ ଯଦି ଗଡୁଛି ହେଲା କିଛି ସମୟ ପରେ ସେ ଧୀରେ ଯଦି ପେଡାଲ ମାରୁନାହାନ୍ତି କିଛି ସମୟ ପରେ କଣ ରହିଯାଉଛି ତେଣୁ ସେ ରାସ୍ତା ସହିତ ବାଇସାଇକେଲ କଣ ହଉଛି ଫ୍ରିକ୍ସନ କିଛି ଅଛି ତେଣୁ ସେଇ ପାଇଁ ଫ୍ରିକ୍ସନ ଯୋଗୁ ସେ କିଛି ସମୟ ପରେ ରହିଯିବ ଏ ବୋଟ୍ ଷ୍ଟପ୍ସ ମୁଭିଂ ୱାନ୍ସ ରୋଇଂ କେସେସ୍ ସେଇଥିପାଇଁ କଣ ହଉଛି ଏଟା ସବୁ କଣ୍ଟାକ୍ଟ ଫୋର୍ସ ଫ୍ରିକ୍ସନ ବି ସେଇ ଭଳିଆ ଦିଟା ଅବଜେକ୍ଟ କଣ କଣ୍ଟାକ୍ଟ ରେ ରହୁଛି ତ ସେଥିପାଇଁ ଏଟା ହଉଛି କଣ କଣ୍ଟାକ୍ଟ ଫୋର୍ସ ତାପରେ ଆଇଲା ନନ୍ କଣ୍ଟାକ୍ଟ ଫୋର୍ସ ର ଏକ୍ସାମ୍ପଲ ଗୋଟେ ମନେ ରଖିଥିବେ ହେଲା देखिए ଦିଟା एग्जांपल गला तापर भी बहुत गुड़ाक रही है तुम देखिए जब कंटाक्ट रोचे कंटाक्ट फोर्स हम जदि नहीं तो नॉन कंटाक्ट हम जमी एग्जांपल हो मैग्नेटिक फोर्स कौन कंटाक्ट रे थाए कि मैग्नेट दीटा जोड़ी थाए कि ना तेणु एक्सपेरिमेंट जदि करवा से भाया माने बिना कंटाक्ट रे भी से चुंबकटा आ गोटे नॉर्थ साइड रे साउथ साइड को टाणी पारिबो तेणु सेटा नॉन कंटाक्ट सेट पई हला ଆଉ ନେକ୍ସଟ ଆସିଲେ କଣ ଇଲେକ୍ଟ୍ରୋଷ୍ଟାଟିକ ଫୋର୍ସ ହେଲା ପକେଇ ପାରେ ଯେ ଇଲେକ୍ଟ୍ରୋଷ୍ଟାଟିକ ଟା ଫୋର୍ସ ଟା ହଉଛି କୋଉ ପ୍ରକାର ଆମର ଫୋର୍ସ କଣ୍ଟାକ୍ଟ ନା ନନ୍ କଣ୍ଟାକ୍ଟ ହେଲା এটা एग्जांपल ଯେମିତି ଦେଖିତେ ରବିଂ ୱାନ୍ ଏଣ୍ଡ ଅଫ ଦ ପ୍ଲାଷ୍ଟିକ ଷ୍ଟ୍ର ୱିଥ ପେପର ସାଇଜ ଯେମିତି ଯଦି ଗୋଟେ କାଗଜରେ ଘଷିକି ଚୁଟି ପାଖକୁ ନେଇ ଚୁଟିଟା ଉଠିବ ଉପରକୁ ଯେମିତି କି ପତଳା ଜିନିଷ ସେଟା କଣ ଆମର ସେଇ ମାନେ ଆମର ଚୁମ୍ବକ ଭଳିଆ କାମ କରେ ଇଲେକ୍ଟ୍ରୋଷ୍ଟାଟିକ ଯେଟା କି ହେଇଥାଏ ହେଲା ସେଟା ବି ତାପରେ ଗ୍ରାଭିଟେସନାଲ ଫୋର୍ସ ଯେମିତି ଗୋଟେ ସେଉ ଖସୁଛି ସେଟା କଣ୍ଟାକ୍ଟ ରହୁଛି କି ନା ଗ୍ରାଭିଟେସନାଲ ଫୋର୍ସ କଣ ବହୁତ ଦୂରରେ ରହିଲେ ବି ସେ ନିଜ ଆଡକୁ ଟାଣି ନଉଛି ତେଣୁ ସେଥିପାଇଁ ଏଟା ନନ୍ କଣ୍ଟାକ୍ଟ ଫୋର୍ସ ହେଲା ଇଟ ଇଜ କଲ୍ଡ ଦ ଗ୍ରାଭିଟେସନାଲ ଫୋର୍ସ ଅର ଗ୍ରାଭିଟି ବୋଲି କୁହାଯାଏ ତେଣୁ କଣ୍ଟାକ୍ଟ ଫୋର୍ସ ଆଉ ନନ୍ କଣ୍ଟାକ୍ଟ ଫୋର୍ସ ବୁଝିପାରିଲେ ତାପରେ ଆସିଲା थ्रस्ट ଆଉ ପ୍ରେସର ହେଲା थ्रस्ट ହଉଛି କଣ ନା थ्रस्ट the force acting on a object perpendicular to the surface is called thrust ହେଲା ଯଦି ଗୋଟେ ପ୍ଲେନ ଉପରେ perpendicular ଯଦି ଆମେ ଫୋର୍ସ ପକଉ ସେଟା କଣ କୁହାଯିବ thrust କୁହାଯିବ ହେଲା ପ୍ରେସର କଣ ପ୍ରେସର measures the amount of the force applied per unit area ହେଲା पूरा एरिया ଉପରେ ଆମର ଯେତିକି ଫୋର୍ସ ପକଉଛେ ସେଟା କଣ କହିବା ପ୍ରେସର କହିବା କିନ୍ତୁ ଯଦି ଆମେ କଣ କରିବା ଫାଷ୍ଟ ଯୋଉ थ्रस्ट କହିଲେ କଣ परपेंडिकुलर ଯେତିକି ଆମେ ଫୋର୍ସ ପକଉଛୁ ହେଲା ତେଣୁ थ्रस्ट ଆଉ ପ୍ରେସର ଭିତରେ ଜାଣିପାରିଲେ କଣ ହେଲା ତେଣୁ ୟାର ରିଲେସନ ରହିଛି ଯେମିତି थ्रस्ट ଆଉ ପ୍ରେସର ଭିତରେ ଆମର ଯଦି ଆମେ ଦେଖିବା ମ୍ୟାଥମେଟିକାଲି ପ୍ରେସର ଇଜ ଇକ୍ୱାଲ ଟୁ थ्रस्ट पर एरिया ହେଲା ବୁଝିପାରିଲେ ବେଳେ ପଚାରେ ପ୍ରେସର ଆଉ थ्रस्ट ଭିତରେ ରିଲେସନ କଣ ପ୍ରେସର ଇଜ ଇକ୍ୱାଲ ଟୁ थ्रस्ट डिवाइड बाय एरिया ହେଲା थ्रस्ट ଟା ହଉଛି ଗୋଟେ परपेंडिकुलर फोर्स प्रेशर टा हଉଛି କଣ ପୁରା एरिया ଉପରେ फोर्स ଟା ହେଲା यूनिट ହେଇଯିବ କଣ प्रेशर रे ना पास्कल ହେଲା ए जो हमर थ्रस्ट टा जेहेतु गोटे फोर्स पकाइला परपेंडिकुलर तेणु से हिट ହେଇଯିବ केते न्यूटन डिवाइड बाय एरिया रो जदी गोटे m हुए m स्क्वायर ହେଲା एरिया ହେଇଯିବ केते m स्क्वायर तेणु हमर प्रेशर फॉर्मूला कोन ହେଇଯିବ न्यूटन पर मीटर स्क्वायर बा यूनिट ହେଇଯିବ न्यूटन पर मीटर स्क्वायर ताको प्रेशर रो यूनिट कोन पास्कल बोली कुहा छै तेणु 1 पास्कल इज इक्वल टू 1 न्यूटन डिवाइड बाय 1 मीटर स्क्वायर सेमति रहइबो ହେଲା तेणु बुझिबाले थ्रस्ट आउ कोन
ଆମର ପ୍ରେସର ଭିତରେ ଡିଫରେନ୍ସ ତାର ପୁସିଂ ନେଲ୍ ସେଟା ସବୁ ଲେଖାଯାଏ ଆମର ନେଲ୍ ଯେତେବେଳେ ଆମର କଣ୍ଟାକୁ ବାଡିବା ପାଇଁ ଚେଷ୍ଟା କରେ ଦ ପଏଣ୍ଟେଡ ଦ ଏଣ୍ଡ ନେଲ୍ କ୍ୟାନ୍ ବି ମୋର ଇଜିଲି penetrate the wooden block than its head ମାନେ ଯେତେ ମୁନିଆ ଥିବ ସେଟା ଆମର ରଖନ୍ତି କାଠ ଆଡୁ ଯଦି ଆମେ ଏପଟେ ରଖିବା ସେ ଯିବନି କାରଣ ୟୁନିଟ ଏରିଆ ଭିତରେ ୟୁନିଟ ଏରିଆଟା କଣ କମ ବଢିଯିବ ଯେମିତି କି ଆମର ପ୍ରେସର ଇଜ ଇକ୍ୱାଲ ଟୁ କଣ କହିଲି ଆମର 1 ନ୍ୟୁଟନ ଫୋର୍ସ ଡିଭାଇଡେड 1 ମିଟର ସ୍କ୍ୱାର ତେଣୁ ମିଟର ସ୍କ୍ୱାର ବା ଏରିଆ ଯେତେ ଅଧିକା ହବ ପ୍ରେସର ସେତେ କମେଇ ଯିବ ଇନଭର୍ସଲି ପ୍ରୋପୋର୍ସନାଲ ନା ତେଣୁ ସେଥିପାଇଁ ନେଲ ର ଯୋଉ ମୁନିଆ ପଟଟା ତାର ଏରିଆ ହଉଛି କମ ତେଣୁ ସେଥିପାଇଁ ତା ଉପରେ ପ୍ରେସର ଅଧିକା ପଡିବ ଯଦି ଆମେ ଏପଟେ ରଖିବା ୟାର ପ୍ରେସରଟା କଣ ଅଧିକା ହେଇଯିବ ତେଣୁ ସେ ଅନୁସାରେ ପ୍ରେସରଟା କମିଯିବ ହେଲା ତେଣୁ ଆପ୍ଲିକେସନ ୱାଇଜ ଯଦି କ୍ୱେଶ୍ଚନ ପଚାରେ ଆପଣ ଏମିତି କରିପାରିବେ ହେଲା ରିଲେସନଟା ବୁଝିପାରିଲେ କଣ ସେମିତି ସବୁ ରହିଲା ଲିକ୍ୱିଡ ଉପରେ ହେଲା ଯେମିତି ବଟଲ ଏକ୍ସପେରିମେଣ୍ଟ ଦେଖିଥିବେ ବଟଲ ଯଦି କଣ ଥିବ ଚପା ହେଇଥିବ ତା ଭିତରେ କଣା ଥିବ ତାହେଲେ ପାଣି ବାହାରିବନି ଯଦି ଆମେ ଖୋଲିଦବା ସେ ଆଟମୋସ୍ଫେରିକ ପ୍ରେସର ତା ଭିତରକୁ ଯେମିତି ଏକ୍ସାମ୍ପଲ ଏଠି ଦେଖନ୍ତୁ ବଟଲ ଉପରେ ଦେଇଛି ଯଦି ଠିପିଟା ଖୋଲିଦବା ତାହେଲେ କଣ ହବ ଆଟମୋସ୍ଫେରିକ ପ୍ରେସରଟା ପଡିବ ତାହେଲେ ଏଇ ପାଣି ଗୁଡାକ ବାହାରି ଯଦି ଠିପିଟା ଉପରେ ମରା ହେଇଥିବ ତାହେଲେ ପାଣିଟା ପଡିବନି ହେଲା ସେଟା କଣ କହିବେ ଆଟମୋସ୍ଫେରିକ ପ୍ରେସର ହେଲା ସେମିତି ସବୁ ଏକ୍ସାମ୍ପଲ ରହିଛି ଆଉ କଣ ହେଲା ତେଣୁ ତାପରେ ହେଲା ବାୟୋନେନ୍ସ ହେଲା ଏଟା ଗୋଟେ କଣ ହେଲା ନା ଗୋଟେ ଦିସ୍ ପାୱାରଫୁଲ ଇଲଷ୍ଟ୍ରେସନ ଅଫ ଇମରାନ୍ସ ଫୋର୍ସ ଏକ୍ସର୍ଟେଡ atmosphere due to its pressure ହେଲା ଗୋଟେ ଏକ୍ସପେରିମେଣ୍ଟ କରାଯାଇଥିଲା ହେଲା ଏ ବାୟୋନେନ୍ସ ଫୋର୍ସଟା ହଉଛି କଣ ବାୟୋନେନ୍ସ କ୍ୟାନ୍ ଏକ୍ସପ୍ଲେନ୍ ଦ ସଟନ୍ ଅବଜରଭେସନ୍ସ such as feeling lighter the swimming or why massive iron ship floating when the equivalent amount of iron or sheet from sinks ହେଲା ବହୁତ ବଡ ବଡ ଜାହାଜ ହେଲା କଣ କରେ ଭାସେ ନଈରେ ସେଟା କଣ ପାଇଁ ନା ବାୟୋନେନ୍ସ ଫୋର୍ସ ପାଇଁ when an object like bottle or submerged in water is it experiences gravitational pull ହେଲା downwards simultaneously water pushes it upward ହେଲା ପାଣିଟା କଣ କରେ ଉପରକୁ ଠେଲିବା ପାଇଁ ଚେଷ୍ଟା କରିଥାଏ ଅପୋଜିଟ ଫୋର୍ସ ତେଣୁ ଅପୋଜିଟ ଫୋର୍ସ ଯେତେବେଳେ କଣ ହେଇଯିବ ନା ପାଣିଟାର ଫୋର୍ସଟା ଅଧିକ ହେଇଯିବ ତେଣୁ ବୋଟଲଟାକୁ ଦେଖି ଖାଲି ବୋଟଲର ସିଏ ଯେତିକି ଗ୍ରାଭିଟେସନାଲ ଫୋର୍ସ ମାନେ ପୃଥିବୀ ଟାଣୁଛି ବୋଟଲଟାକୁ ଖାଲି ବୋଟଲଟା ଦେଖନ୍ତୁ କପଟା ଅଛି ହେଲା ଏ କପଟାକୁ ଆମର ଗ୍ରାଭିଟେସନାଲ ଫୋର୍ସ ଯେତେ ଇଏରେ ତଳକୁ ଟାଣୁଛି ଯଦି ଆମର ପାଣିର ଯୋଉ ବାୟୋନେନ୍ସ ଫୋର୍ସ ବା ଅପୱାର୍ଡ ଫୋର୍ସଟା ଅଧିକ ହେଇଯିବ ସେ କଣ କରେ ବେଳେ ବେଳେ ବୋଟଲଟାକୁ ଯଦି ଆପଣ ଜୋରଜବସ୍ତି ତଳକୁ ଟାଣିବେ ସେ ଉପରକୁ ଫିଙ୍ଗି ଦିଏ ହେଲା ତେଣୁ କଣ ପାଇଁ ଆମର ବାୟୋନେନ୍ସ ଫୋର୍ସ ବା ଅପଥ୍ରଷ୍ଟ ଯୋଉ ଥାଏ ସେଟା ଅଧିକା ହେଇଯାଏ ସେଇପାଇଁ କଣ କରାଯାଏ ନା ବେଲୁନ ଗୁଡାକ ଦେଖିବା ଫୁଟବଲ ଯଦି ଆପଣ ପାଣିରେ କି ପାଣି ବାଲ୍ଟିରେ ରଖିଦେବେ ତଳକୁ ଜୋର ଜବରଦସ୍ତ ତଳକୁ ଦେବେ ସେ ଫିଙ୍ଗି ଦେବ ଉପରକୁ କାରଣ ଅପଥ୍ରଷ୍ଟ ଅଧିକା ହେଇଗଲା ହେଲା ତେଣୁ ସେଥିପାଇଁ ସେଗୁଡା ସବୁ ହେଇଥାଏ ଆଉ ଏସବୁ ରହିଲା ତାପରେ ଆସିଲା ଆର୍କିମେଡିସ୍ ପ୍ରିନ୍ସିପଲ ସବୁ ଥିଲା ଯେମିତି କି ଆମର କଣ କରିଥିଲେ ଷ୍ଟୋନ ଇଜ ଟାଇଡ ଇନ ଏ ରବର ଷ୍ଟ୍ରିଙ୍ଗ ଅର ଏ ସ୍ପ୍ରିଙ୍ଗ ବାଲାନ୍ସ କରିଥିଲେ ଦ ଷ୍ଟୋନ ଇଜ ସସ୍ପେଣ୍ଡେଡ କଜିଂ ଦ ଏଲିଗେସନ ସେ ଏକ୍ସପେରିମେଣ୍ଟ କରାଯାଇଥିଲା ଅବଜରଭେସନ କଣ କଲେ ସେଇଠୁ ଏକ୍ସପେରିମେଣ୍ଟ ଦ୍ୱାରା ଗୋଟେ ବାନ୍ଧି ଦେଇଥିଲେ ଷ୍ଟ୍ରିଙ୍ଗ ରେ କି ତାକି ତଳକୁ ରଖିଥିଲେ ଯାହା ଦ୍ୱାରା କି ପାଣି କିଛି ପଡିଗଲା ତାର ଅବଜରଭେସନ କଣ ହେଲା ଦ elongation of the reading decrease as the stone immersed in water with no further change once stone is fully submerged ହେଲା ତେଣୁ ଫାଷ୍ଟ କିଛି ପାଣି ବାହାରିଗଲା ତାପରେ ସେ ସବମର୍ଜଡ ହେଇଗଲା ହେଲା ସେଟାକୁ ବାୟୋନେନ୍ସ ଫୋର୍ସ କୁହାଯାଉଥିଲା ଆଉ ଆର୍କିମେଡିସ୍ ଗୋଟେ ପ୍ରିନ୍ସିପଲ ଦେଇଥିଲେ whenever a body is completely a partially submerged in a fluid ଯଦି ପୁରାପୁରି ହେଇଯାଉଛି it experiences a upward force this force is equivalent to the weight ଯେଟା କି ଆପଣ କହିଲି ଯେଉଁ ଫୋର୍ସଟା ଆମର ପକେଇଲା ସେଟା ଆମର ଯୋଉ ଅବଜେକ୍ଟଟାକୁ ପକେଇଲେ ତଳେ ତା ୱେଟ୍ ସହିତ ସମାନ ହବ ଆଉ the principle ensure why no further decrease and elongation once stone is fully submerged in the amount of displaced fluid remains constant ହେଲା यार application कौन सी आर्किमिडीज प्रिंसिपल लगते हैं फंडामेंटल ऑफ डिजाइनिंग द मेराइन स्ट्रक्चर एंड शिप्स एंड द सबमरीन सबमरीन रे सेही बड़ा क्वेश्चन पचारे सबमरीन ले जो तैयारी हुए सेटा कौन प्रिंसिपल अनुसार है ना आर्किमिडीज का प्रिंसिपल अनुसार इंस्ट्रूमेंट लाइक्स लैक्टोमीटर है जेटा कि मेजरिंग मिल्क प्योरिटी है बार बार पचारे लैक्टोमीटर और हाइड्रोमीटर भितर है रिलेशन पचारे लैक्टोमीटर कौन करे मिल्क प्योरिटी जानिया पे व्यवहार करे हाइड्रोमीटर कौन डिटरमाइन द लिक्विड डेंसिटी है हाइड्रोमीटर कौन पे लिक्विड डेंसिटी जानिया पे किंतु लैक्टोमीटर हमरो मिल्क प्योरिटी जानिया पे व्यवहार करा जाय सेही हमरो आर्किमिडीज को प्रिंसिपल अनुसार हमरो व्यवहार करा तापर फ्रिक्शन आसिले सेमती हमर फ्रिक्शन कांटेक्ट फोर्स गुडा सेटा सब अछि बेसी किछि नाही थ्योरी पार्ट गुडा अछि सेते हमरो इंपोर्टेंट नाही परीक्षा अनुसार ହେଲା ଏଗୁଡ଼ା ସବୁ ବେରିଂ କଥା କହିଛି ସେମିତି ଫ୍ଲୁଇଡ ଫ୍ରିକ୍ସନ ଆମର କଣ କି ବେରିଂ ଭିତରେ ଯୋଉ ଫ୍ଲୁଇଡ ଦିଏ ଯାହାଦ୍ୱାରା କି ଫ୍ରିକ୍ସନ ଟା କମିବ ଆଉ ଫ୍ରିକ୍ସନ କମିବ ମାନେ ଆମର ଏଫିସିଏନ୍ସିଟା ୱାର୍କିଂ ଏଫିସିଏନ୍ସିଟା ବା ପାୱାରଟା ଅଧିକା ହବ ହେଲା ତେଣୁ ସରିଗଲା ଏଠି ଚାପ୍ଟରଟା ୟୁନିଟ ଆଣ୍ଡ ମେଜରମେଣ୍ଟର ନେକ୍ସଟ ଭିଡ଼ିଓରେ ଆମେ କଣ ଲାଇଟ୍ ବିଷୟରେ ପଢିବା ହେଲା ତେଣୁ ବହୁତ ବଢିଆ ଭାବରେ ଅଛି
ଏନସିଇଆରଟି ର ଟୋଟାଲ ଆମର କଭରେଜ ଏମିତି ଏକ୍ସାମ୍ପଲ ଆପଣ ଚିତ୍ର ଆକାରରେ ଦେଖିପାରୁଥିବେ ହେଲା। ତେଣୁ ଆଶା କରୁଛି ଆପଣ ଏଇ ଚାପ୍ଟରର କିଛି ଡାଉଟ୍ ନଥିବ। ଯଦି ଡାଉଟ୍ ଅଛି ମୋତେ କମେଣ୍ଟ ସେକ୍ସନରେ ଜଣେଇ ପାରିବେ ହେଲା। ତେଣୁ ମୁଁ ୟାର ସଲ୍ୟୁସନ ଦେଇପାରିବି। ତେଣୁ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଏଇଭଳି ଭାବରେ ଡେଲି ମୁଁ ଅପଲୋଡ କରୁଛି ସକାଳ 7ଟା ବେଳେ ଭିଡ଼ିଓଟାକୁ। ଦେଲେ ଆପଣ ଯେକୌଣସି ଆମର ଟପିକରେ ହଉ ଯଦି ଡାଉଟ୍ ଅଛି ଏନସିଇଆରଟି ଅନୁସାରେ ପଢିବା ପାଇଁ ଯଦି ଚାହୁଁଛନ୍ତି ଏଇ ଚ୍ୟାନେଲରୁ ପଢିପାରିବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେଇଥିବେ, ବେଲ୍ ଆଇକନକୁ ଅଲୱେଜ ସେଟ୍ କରିଦେଇଥିବେ। ତେଣୁ ଆଜି ପାଇଁ ଏଇଠି ରହୁଛି। ନୂଆ ଭିଡ଼ିଓରେ ସେଇ ଲାଇଟ୍ ଚାପ୍ଟରରୁ ଆରମ୍ଭ କରିବା। ଏମିତି ଆସ୍ତେ ଆସ୍ତେ ଆରମ୍ଭ ହବ। ୟା ପରେ ଆରମ୍ଭ କରିବା ହିଷ୍ଟ୍ରି, ଜିଓଗ୍ରାଫି ଏମିତି ସବୁ ଏନସିଇଆରଟିର ଆରମ୍ଭ ଆସ୍ତେ ଆସ୍ତେ କରିବା। ତେଣୁ ଆଜି ପାଇଁ ଏଇଠି ରହୁଛି। ନୂଆ ଚାପ୍ଟର ଲାଇଟରେ ଆପଣଙ୍କୁ ଦେଖାହବ ହେଲା।